ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଓଡ଼ିଶାକୁ ଆଜି ଦିନିକିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ରାଉରକେଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ତାମିଲନାଡୁ ଏକକ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର କାର୍ଯ୍ୟ। ଅଷ୍ଟାଦଶ ଲୋକସେବା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ସମ୍ବୋଧନ କରିବେ ଉପରାଷ୍ଟ୍ରପତି। ଜର୍ମାନୀକୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ 99 ରନ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରାଉରକେଲାଠାରେ ଏକ ପ୍ଲାନେଟୋରିୟମ୍ ଓ ବିଜ୍ଞାନ କେନ୍ଦ୍ର ଏବଂ ନିର୍ମଳମୁଣ୍ଡା ପରିବେଶ ପଥକୁ ଉଦ୍ଘାଟନ କରିବେ। ଏହା ସହିତ ବିମାନ ବନ୍ଦର ନିକଟ ପଡ଼ିଆରେ ଆୟୋଜିତ ଏକ ଜନସଭାକୁ ମଧ୍ୟ ସମ୍ବୋଧନ କରିବେ। ରାଷ୍ଟ୍ରପତି ମୁର୍ମୁ ରାଉରକେଲାଠାରେ ଆଦି ପର୍ବରେ ସାମିଲ ହେବା ସହିତ ଜନଜାତି ସଂଗ୍ରହାଳୟ, କମାଣ୍ଡ ଏବଂ ନିୟନ୍ତ୍ରଣ କକ୍ଷକୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ତାମିଲନାଡୁରେ ଏକକ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହେଉଛି। ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପଶ୍ଚିମବଙ୍ଗର ସିଲିଗୁଡ଼ି, ପଶ୍ଚିମ ବର୍ଦ୍ଧମାନ, ପଶ୍ଚିମ ମେଦିନାପୁର ଏବଂ ପୂର୍ବ ମେଦିନାପୁର ଜିଲ୍ଲାର କେତେକ ନିର୍ବାଚନୀ ସମାବେଶକୁ ଆଜି ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନାପୁରର ହଳଦିଆ, ଉତ୍ତର 24 ପ୍ରଗଣା ଜିଲ୍ଲାର ବାରାକପୁର, ଜଗଦ୍ଦଲ ଏବଂ କୋଲକାତାର ଜୋରାସଙ୍କୋଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ନିର୍ବାଚନୀ ସମାବେଶର ଆୟୋଜନ କରାଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ନେଇ ପ୍ରସ୍ତୁତି ଚାଲିଛି। ଆସନ୍ତା 23 ତାରିଖ ଗୁରୁବାର ଦିନ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ କରାଯିବ। ଅଷ୍ଟାଦଶ ଲୋକସେବା ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ନୂଆଦିଲ୍ଲୀଠାରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ସମ୍ବୋଧନ କରିବେ। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିକଶିତ ଭାରତ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନାଗରିକ କୈନ୍ଦ୍ରିକ ଶାସନ ଓ ବିକାଶ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାଂଝୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବୋଧନ କରିବେ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ କହିଛି ଲୋକସେବା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଭାରତ ଏବଂ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବଭାଗ ସଚିବ ପି କୁମାରନ୍ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ କୁମାରନ୍ କହିଛନ୍ତି ଭାରତ ଗସ୍ତରେ ଆସିଥିବା ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ ମୁଙ୍ଗ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ନୂଆଦିଲ୍ଲୀଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଉଭୟ ନେତା ସ୍ୱତନ୍ତ୍ର ରଣନୈତିକ ସହଭାଗିତାର ପ୍ରଗତି ଉପରେ ମଧ୍ୟ ସମୀକ୍ଷା କରିଛନ୍ତି। ବାଣିଜ୍ୟ, ଆର୍ଥିକ ସେବା, ଜାହାଜ ନିର୍ମାଣ, କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର, ଶକ୍ତି ଆଦି ଗୁରୁତ୍ୱପୂର୍ଣ୍ଣ ତଥା ବିକଶିତ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ସୁରକ୍ଷା ତଥା ସାଂସ୍କୃତିକ ଆଦାନ ପ୍ରଦାନ କ୍ଷେତ୍ରଗୁଡ଼ିକ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଶ୍ରୀ କୁମାରନ୍ କହିଛନ୍ତି। ସେ କହିଛନ୍ତି ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ରାଷ୍ଟ୍ରପତି ମ୍ୟୁଙ୍ଗ୍ ଏକ ଚାରା ରୋପଣ କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ 4ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶାନ୍ତି ଏବଂ ସୁରକ୍ଷା କ୍ଷେତ୍ରରେ ସମ୍ମିଳିତ ଭାବେ କାର୍ଯ୍ୟ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ହୋଇଥିବା ଶ୍ରୀ କୁମାରନ୍ ସୂଚନା ଦେଇଛନ୍ତି। ଦିବ୍ୟାଙ୍ଗ ପରିଚୟପତ୍ର କାର୍ଡଧାରୀ ମେଲ୍ ଏବଂ ଦ୍ରୁତଗାମୀ ଟ୍ରେନ୍ର ଅଣସଂରକ୍ଷିତ ଦିବ୍ୟାଙ୍ଗଜନ କୋଚ୍ରେ ଯାତ୍ରା କରିପାରିବେ ବୋଲି ଭାରତୀୟ ରେଳବାଇ ସ୍ପଷ୍ଟ କରିଛି। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଏହି ପରିଚୟପତ୍ର ଜାରି କରାଯାଉଛି। ରେଳ ମନ୍ତ୍ରଣାଳୟ କହିଛି ବୈଧ କାର୍ଡଧାରୀ ଦିବ୍ୟାଙ୍ଗଙ୍କୁ ନିର୍ଦ୍ଦିଷ୍ଟ କୋଚ୍ରେ ଯାତ୍ରୀ ଭାବେ ବିବେଚନା କରାଯିବ। ଦିବ୍ୟାଙ୍ଗଜନ କମ୍ପାର୍ଟମେଣ୍ଟ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଏଥିରେ ସମ୍ପୃକ୍ତ ରହିଛି। ରେଳବାଇ ଆଇନ 1999 ଅନୁଯାୟୀ ଏଭଳି ନିର୍ଦ୍ଦିଷ୍ଟ କୋଚ୍ରେ ଯାତ୍ରା କରୁଥିବା ଅନଧିକୃତ ଯାତ୍ରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ରେଳବାଇ ଜୋନ୍କୁ ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ଦିବ୍ୟାଙ୍ଗଜନ କାର୍ଡଧାରୀ ଏକ ଫଟୋ ପରିଚୟପତ୍ର ମାଧ୍ୟମରେ ରେଳଯାତ୍ରା କ୍ଷେତ୍ରରେ ମଧ୍ୟ ରିହାତି ପାଇପାରିବେ ବୋଲି ଭାରତୀୟ ରେଳବାଇ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜିଠାରୁ ତିନିଦିନିଆ ଜର୍ମାନୀ ଗସ୍ତରେ ଯିବେ। ଉଭୟ ଦେଶ ମଧ୍ୟରେ ରଣନୈତିକ ପ୍ରତିରକ୍ଷା ସହଭାଗିତାକୁ ସୁଦୃଢ଼ କରିବା ଏହି ଗସ୍ତର ଅନ୍ୟତମ ଉଦ୍ଦେଶ୍ୟ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଗସ୍ତ ଅବସରରେ ଶ୍ରୀ ସିଂହ ତାଙ୍କ ଜର୍ମାନ ପ୍ରତିପକ୍ଷ ବୋରିସ୍ ପିଷ୍ଟୋରିୟସ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ସହଯୋଗ ବୃଦ୍ଧି, ସୁଦୃଢ଼ ସାମରିକ ସମ୍ପର୍କ ଏବଂ ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତ୍ତା ଓ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରଗୁଡ଼ିକ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହେବ। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସମ୍ମିଳିତ ବିକାଶ ଏବଂ ସହ ଉତ୍ପାଦନକୁ ପ୍ରୋତ୍ସାହନ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଗସ୍ତ ଅବସରରେ ଜର୍ମାନ ପ୍ରତିରକ୍ଷା ଶିଳ୍ପର ପ୍ରମୁଖ ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ଓ ଜର୍ମାନୀ ମଧ୍ୟରେ ଏକ ସୁଦୃଢ଼ ଦ୍ୱିପାକ୍ଷିକ ଏବଂ ବହୁମୁଖୀ ରଣନୈତିକ ସହଭାଗିତା ରହିଛି। ଗଣତାନ୍ତ୍ରିକ ମୂଲ୍ୟବୋଧ, ସୁଶାସନ ଏବଂ ନିୟମଭିତ୍ତିକ ଆନ୍ତର୍ଜାତିକ ବ୍ୟବସ୍ଥା ପ୍ରତି ସମ୍ମାନ ପ୍ରଦର୍ଶନ କରିବାରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଆସିଛନ୍ତି। ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ କ୍ଷେତ୍ରରେ ସହଭାଗିତା ନେଇ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ସମ୍ପର୍କ ରହିଛି। ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ତେହେରାନକୁ ଏକ ଉନ୍ନତ ଚୁକ୍ତି ପ୍ରସ୍ତାବ ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଶ୍ରୀ ଟ୍ରମ୍ପ କହିଛନ୍ତି, ସାମ୍ପ୍ରତିକ ପ୍ରସ୍ତାବ ପୂର୍ବ ଚୁକ୍ତି ଅପେକ୍ଷା ଅଧିକ ସମୟ ଉପଯୋଗୀ। ପୂର୍ବ ଚୁକ୍ତିରେ ଯୁଗ୍ମ କାର୍ଯ୍ୟ ଯୋଜନା ଏବଂ ଇରାନ ପରମାଣୁ କ୍ଷେତ୍ର ନେଇ କେତେକ ପ୍ରସ୍ତାବ ରହିଥିଲା। ଇରାନ ବିରୁଦ୍ଧରେ ଥିବା କେତେକ ପ୍ରତିବନ୍ଧକକୁ ଦୂର କରିବା ଲକ୍ଷ୍ୟ ନେଇ ତେହେରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 2015ରେ ଇରାନ ଏବଂ ସୁରକ୍ଷା ପରିଷଦର 5ଟି ସ୍ଥାୟୀ ସଦସ୍ୟ ଏବଂ ଜର୍ମାନ ଓ ୟୁରୋପୀୟ ସଂଘ ମଧ୍ୟରେ ଏକ ଯୁଗ୍ମ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। 2018 ମସିହାରେ ଆମେରିକା ଏହି ଚୁକ୍ତିରୁ ଓହରି ଯାଇଛି। ଅନ୍ୟପକ୍ଷରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ନେତୃତ୍ୱରେ ଜାରେଡ୍ କୁଶନର ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟ୍କଫ୍ ଇରାନ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଇସ୍ଲାମାବାଦ ଗସ୍ତ କରୁଛନ୍ତି। ତେବେ ଏହି ଆଲୋଚନାରେ ଇରାନ ଅଂଶଗ୍ରହଣ କରିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ ବାକାଇ କହିଛନ୍ତି, ଏହି ଆଲୋଚନା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଆମେରିକା ଇରାନୀ ବନ୍ଦରଗୁଡ଼ିକୁ ଅବରୋଧ କରିଥିବା ବେଳେ ଇରାନ 2 ସପ୍ତାହର ଯୁଦ୍ଧବିରତି ଅବସରରେ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ କରିବା ନେଇ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇଛି। ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 99 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 199 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ତିଲକ ବର୍ମା 45ଟି ବଲ୍ରେ ଅପରାଜିତ ଶତକ ହାସଲ କରିଥିଲେ। 200 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 15 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 100 ରନ୍ କରିବାକୁ ସକ୍ଷମ ହୋଇଥିଲା। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଚଣ୍ଡିଗଡ଼, ଦିଲ୍ଲୀ, ହରିୟାଣା, ପୂର୍ବ ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ପଞ୍ଜାବ ଏବଂ ବିଦର୍ଭରେ 48 ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଜାରି ରହିବ। ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି। ରାଜ୍ୟର 14ଟି ସହରରେ ଦିନ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଛି। ସର୍ବାଧିକ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ଟିଟଲାଗଡ଼ଠାରେ ରେକର୍ଡ କରାଯାଇଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଓଡ଼ିଶାକୁ ଆଜି ଦିନିକିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ରାଉରକେଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ତାମିଲନାଡୁ ଏକକ ପର୍ଯ୍ୟାୟ ଓ ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର କାର୍ଯ୍ୟ। ଅଷ୍ଟାଦଶ ଲୋକସେବା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ସମ୍ବୋଧନ କରିବେ ଉପରାଷ୍ଟ୍ରପତି। ଜର୍ମାନୀକୁ ଆଜିଠାରୁ 3 ଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 99 ରନ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ
ଶେଷ ହେଲା।